ଭଏସ ଶୁଣା ଯାଉଛି ତ ଅନମ୍ୟୁଟ କରି କହିବ। ସ୍ୱାଗତ ପ୍ରଭୁ, ଭଏସ ଶୁଣା ଯାଉଛି କ୍ଲିୟରଲି ତ? ଆଜ୍ଞା ଭ୍ରାଜ। ହରିନାମର ମହିମାରେ ଆମେ ଶ୍ରବଣ କରିଥିଲେ କାଲି କି ଭଗବାନଙ୍କର ନାମ କରିବା ସମୟରେ ଆମକୁ ଦୁଇଟା ଜିନିଷ ଅତି କମରେ ଦରକାର ଅଛି। ଗୋଟେ ହେଲା ଭଗବାନଙ୍କର ନାମ ପ୍ରତି ପୂର୍ଣ୍ଣ ଶ୍ରଦ୍ଧା ଏବଂ ଦ୍ୱିତୀୟରେ ଭଗବାନଙ୍କର ନାମ ସମ୍ବନ୍ଧରେ ଜ୍ଞାନ। ଦିଟା ଜିନିଷ ଦରକାର ଅଛି। ବହୁତ ସମୟରେ ଆମେ ଭଗବାନଙ୍କର ନାମ ତ ଗ୍ରହଣ କରନ୍ତି, ନାମ ପୂର୍ଣ୍ଣ ରୂପେ ସ୍ଵତନ୍ତ୍ର ସମସ୍ତଙ୍କୁ କୃପା ପ୍ରଦାନ କରିବା ପାଇଁ, କିନ୍ତୁ ଭଗବାନଙ୍କର ନାମ ସମ୍ବନ୍ଧରେ ଯୋଉ ଜ୍ଞାନ ଅଛି ସେ ଜ୍ଞାନକୁ ନିଶ୍ଚୟ ଆମେ ପ୍ରାପ୍ତ କରିବାର ଅଛି। ତ କଣ ଜ୍ଞାନ ଥାଏ? ତ ପ୍ରଥମ ଜ୍ଞାନ ହେଲା ସମ୍ବନ୍ଧ ଜ୍ଞାନ। ଯଦି ଆମେ ଭଗବାନଙ୍କର ଏବେ ନାମ କରିବା ପାଇଁ ଯାଉଛେ ତ ଆମେ କୋଉ ଜ୍ଞାନରେ ଆମେ ଭଗବାନଙ୍କର ନାମ କରିବାର ଅଛି ନା ସମ୍ବନ୍ଧ ଜ୍ଞାନରେ ସ୍ଥିତ ହେଇକି ଭଗବାନଙ୍କର ନାମ କରିବାର ଅଛି। ସମ୍ବନ୍ଧ ଜ୍ଞାନ କଣ ନା ଜୀବର କୃଷ୍ଣଙ୍କ ପ୍ରତି କଣ ସମ୍ବନ୍ଧ, ଜୀବର କୃଷ୍ଣଙ୍କ ପ୍ରତି କଣ ସମ୍ବନ୍ଧ, ଜୀବର ମାୟା ପ୍ରତି କଣ ସମ୍ବନ୍ଧ, ମାୟାର କୃଷ୍ଣଙ୍କ ପ୍ରତି କଣ ସମ୍ବନ୍ଧ, ଏ ଟ୍ରାଙ୍ଗେଲ ଏମିତି। ତ ଏ ସମ୍ବନ୍ଧ ଜ୍ଞାନରେ ନାମ ଜପ କରିବାର ଅର୍ଥ ହେଲା ଜୀବ ସବୁବେଳେ କୃଷ୍ଣଙ୍କର ନିତ୍ୟ ଦାସ। ଜୀବେର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ। ତେଣୁ ଭଗବାନଙ୍କର ନିତ୍ୟ ଦାସ, କିନ୍ତୁ ଯେତେବେଳେ ଆମେ ଭଗବାନଙ୍କର ନାମ ଏବଂ ଭଗବାନ ଦୁହେଁ ଅଭିନ୍ନ ବୋଲି କୁହାଯାଏ, ନାମ ନାମୀ ଅଭିନ୍ନ। ସେଇଥିପାଇଁ ଆମେ ମଧ୍ୟ ହରିନାମର ନିତ୍ୟ ଦାସ। ତ ଜନ୍ମ ଜନ୍ମାନ୍ତରରେ ଆମେ କୋଟି କୋଟି ଜନ୍ମ, କୋଟି କୋଟି ଜନ୍ମ, ଅସଂଖ୍ୟ ଜନ୍ମ ଆମେ ଏ 84 ଲକ୍ଷ ଜୀବ ଜନିରେ ପ୍ରବେଶ କରିକି ବାହାରିକି ଆସିଲେଣି, କିନ୍ତୁ ଆମେ କୌଣସି ଜନ୍ମରେ କେବଳ ଜନ୍ମ ମୃତ୍ୟୁ ଜରା ବ୍ୟାଧିର କିମ୍ବା ଆଦି ଭୌତିକ ଆଧ୍ୟାତ୍ମିକ ଆଦି ଦୈବିକ କ୍ଲେଶ ମାଧ୍ୟମରେ ଆମେ କେବଳ ଦୁଃଖରେ ସନ୍ତୃପ୍ତ ହେବା ପରିବର୍ତ୍ତେ ଆମେ ଅଲଗା କୌଣସି କାର୍ଯ୍ୟ ଅନ୍ୟ କୌଣସି ଆମ ସହିତ ମଙ୍ଗଳମୟ କାର୍ଯ୍ୟ ହେଇନି। କିମ୍ବା କହିପାରିବା କି ଆହାର ନିଦ୍ରା ଭୟ ମୈଥୁନ ବ୍ୟତୀତ ଆମେ କୌଣସି ପ୍ରକାର କାର୍ଯ୍ୟରେ ଆଉ ଲିପ୍ତ ହଉନେ। କିନ୍ତୁ ମଣିଷ ଜୀବନ ସେଇ ମାର୍ଗ ଯୋଉ ମାର୍ଗରେ ଆମେ ଭଗବାନଙ୍କର ଧାମକୁ ପ୍ରତ୍ୟାବର୍ତ୍ତନ କରିପାରିବା। ଯୋଉ ମାର୍ଗକୁ ଆମେ ଭୁଲି ଯାଇକି ଏଇ ଭୌତିକ ଭବ ସାଗର ଭିତରେ ଆମେ ଅଛନ୍ତି, ସେ ଭବସାଗରରୁ ପୁନଃ ଆମେ ଭଗବାନଙ୍କ ଧାମକୁ ଯାଇପାରିବା। ୟା ପାଇଁ ଆମକୁ ସମ୍ବନ୍ଧ ଜ୍ଞାନରେ ସ୍ଥିତ ହେଇକି ନାମ ଜପ କରିବାକୁ ପଡିବ। ନାଇଁ ଏଇ ସମ୍ବନ୍ଧ ଜ୍ଞାନରେ କଣ ବହୁତ ସମୟରେ ଲୋକମାନେ କଣ ନାମ ଜପ କରିଦିଅନ୍ତି, କିନ୍ତୁ ଭଗବାନଙ୍କର ପ୍ରତି ସେମାନଙ୍କର ଆଶ୍ରୟ ନଥାଏ। କିମ୍ବା ଏ ସମ୍ବନ୍ଧ ଜ୍ଞାନ ବିଷୟରେ ଜଣାନାହିଁ। ସମ୍ବନ୍ଧ ଜ୍ଞାନରେ କଣ ରହିଲା? ପୁରା ସିମ୍ପଲ ଇଏରେ କହୁଛି, ସମ୍ବନ୍ଧ ଜ୍ଞାନରେ ରହିଲା ଆମେ କୃଷ୍ଣଙ୍କର ନିତ୍ୟ ସେବକ। ଆମେ ହରିନାମଙ୍କର ସେବକ। ତ ଯେତେବେଳେ ନାମ ଜପ କରିବା ଆମର ସ୍ଥିତ ଆମର କୌଣସି ଅହଂକାର ଅନ୍ୟ କୌଣସି ଅହଂକାର ନ ରହିବା ଦରକାର। ମିଥ୍ୟା ଅହଂକାର ନ ରହିବା ଦରକାର। କେବଳ ଗୋଟିଏ ଅହଂକାର ରହିପାରିବ କି ଗୋଟେ ଟ୍ରୁ ଇଗୋ, କଣ ଆମେ କୃଷ୍ଣଙ୍କର ନିତ୍ୟ ସେବକ। ସେବକର ମନୋଭାବ କଣ? ସେ ତାର ସ୍ଵାମୀକୁ ପୂର୍ଣ୍ଣ ରୂପେ ସନ୍ତୁଷ୍ଟ କରିବ। ତ ପ୍ରଭୁପାଦଙ୍କର ଆନୁଗତ୍ୟରେ ଆମେ ଭଗବାନ ଶ୍ରୀ ହରିଙ୍କର ନାମକୁ ଯେତେବେଳେ ଗ୍ରହଣ କରୁଛେ, ନିଶ୍ଚୟ ଭାବରେ ଆମର ଉଦ୍ଦେଶ୍ୟ ରହିବା ଦରକାର ଆମର ସେବା ଦ୍ଵାରା, ଆମର ଏଇ ହରିନାମ ରୂପକ ସେବା ଦ୍ଵାରା ପ୍ରଭୁ ନିଶ୍ଚୟ ପ୍ରସନ୍ନ ହେବେ। ତେଣୁ ପ୍ରଭୁଙ୍କର ପ୍ରସନ୍ନତା ପାଇଁ ଆସନ୍ତୁ ଆମେ ସମସ୍ତେ ଭଗବାନଙ୍କର ନାମକୁ ସୁନ୍ଦର ଭାବରେ ଉଚ୍ଚାରଣ କରିବା। ଆଉ ସମ୍ବନ୍ଧ ଜ୍ଞାନରେ ଯେତେବେଳେ ଆମେ ବାରମ୍ବାର ଭୁଲି ଯାଉଥିବା ନାମ କଲା ବେଳେ ଆମେ ବାରମ୍ବାର ନିଜକୁ ମଧ୍ୟ ସଚେତ କରିବା। ମୁଁ କୃଷ୍ଣଙ୍କର ନିତ୍ୟ ଦାସ, ମୋର ମନର ନିତ୍ୟ ଦାସ ନୁହେଁ। ନା କି ମୋ ଶରୀରର ନିତ୍ୟ ଦାସ ନୁହେଁ। ପ୍ରାକ୍ଟିକାଲ ଆପ୍ଲିକେସନ ଆଡକୁ ଆମେ ଯିବା, ମନ ନିତ୍ୟ ଦାସ ମାନେ କଣ ହବ? ମନ ଆମକୁ କୁଆଡେ କୁଆଡେ ନେଇକି ଯାଉଥିବ ଭାରି। ଯେତେବେଳେ ନାମ ଜପ କରୁଥିବା ମନ ଆମକୁ ଟାଣିକି ନେଇକି ଯାଉଥିବ, ତୁ ଇଆଡେ ଆସେ ସିଆଡେ ଆସେ, ସେଇ ପ୍ଲାନ ଅଛି, ଏଇଟା ଅଛି ସେଇଟା ଅଛି କହୁଥିବ। ତେଣୁ ସେଠି ଆମେ ମନର ଦାସ ହବା ଆବଶ୍ୟକତା ନାହିଁ। ଆମେ କୃଷ୍ଣଙ୍କର ନିତ୍ୟ ଦାସ, ମନର ନୁହେଁ। ଶରୀର ନିତ୍ୟ ଦାସ ମାନେ ଆମେ ଶରୀରକୁ ବିଭିନ୍ନ ଅଙ୍ଗ ଭଙ୍ଗୀ ଇତ୍ୟାଦି କରିବା ତାକୁ ଭଲ ଲାଗିବ। ସେ ଆମେ ଜପ କଲା ବେଳେ ବେଶୀ ଢୁଳେଇବା, ଜପ କଲା ବେଳେ ଆମେ ବେଶୀ ହଲି ଡୁଲିକି ଜପ କରିବା। ତ ଏ ସବୁ ଜିନିଷ ଶରୀରର ନିତ୍ୟ ଦାସରେ ଆସେ। ତେଣୁ ଶରୀର ପ୍ରତି ନୁହେଁ କି ମନ ପ୍ରତି ନୁହେଁ। କୌଣସି ଇନ୍ଦ୍ରିୟ ପ୍ରତି ନୁହେଁ। ଏ ସବୁର ନିତ୍ୟ ଦାସ ଆମେ ନୁହେଁ। ଆମେ କେବଳ କୃଷ୍ଣଙ୍କର ନିତ୍ୟ ଦାସ, ଆମଙ୍କର ଗୁରୁଙ୍କର ନିତ୍ୟ ଦାସ, ହରିନାମର ନିତ୍ୟ ଦାସ। ଏ ମନୋଭାବ ନେଇକି ଆମେ ଆଜି ଜପ କରିବା। ଠିକ ଅଛି। हरे कृष्ण। शिल प्रभुपाद की जय। वैष्णव प्रणाम मंत्र। वैष्णव माने वांछा कल्पतरु सदृश क्षमाशील दयार सागर पतित जीवंकर उद्धारकारी दैनंदिन जीवन रे ज्ञात वा अज्ञात सारे यदि कौनसी साधु गुरु वैष्णव निकट अपराध होता है ताहले प्रातः मुहूर्त सेवन चरण कमल क्षमा प्रार्थना मांगी नेवा उचित। पञ्चाकल्पतरोर्वश्च कृपा सिन्धुभ्येव च पतितानं पावनेभ्यो वैष्णवेभ्यो नमो नमः। अनंत कोटि वैष्णव भक्त वृंद की जय। जगत गुरु श्रील प्रभुपाद की जय। संवेद गौरव भक्त वृंद की जय। हरे कृष्ण। समाज ध्यान पूर्वक नाम जप करंतु।